ଆପଣଙ୍କର ମା ଅଛନ୍ତି ନା? ମା କେମିତି କହିପାରିବ? ତମେ କହିପାରିବନି, କାହିଁକି ନା ସିଏ ଜାଣିଛି, ଯାହାର ମା ନାହିଁ ସିଏ ଜାଣିଛି ମା କେମିତି। ମୋର ବି ମା ନାହିଁ, ମୋ ମା ମରିଯାଇଛି। ଆଉ ସେ କାହା ପାଇଁ ମରିଛି ଜାଣିଛ? ମୋ ପାଇଁ, ମୋ ଯୋଗୁଁ ମୋ ମା ମରିଯାଇଛି। ବହୁ ଦୂର ଦେଶରେ ମୋ ମା ରହି ଦାଦନ ଖଟୁଥିଲା। ଇଟା ଭାଟିରେ କାମ କରି ଦିନ ରାତି ଜଳି ଜଳି ମୋତେ ପାଳି ପୋଷି ବଡ଼ କରିଛି। ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିସାରିଲାଣି। ତେଣୁ ପ୍ରଧାନମନ୍ତ୍ରୀ ସାରା ଦେଶରେ ଲକଡାଉନ୍ ଜାରି କରିଛନ୍ତି ଏବଂ ସମସ୍ତ ଦାଦନ ଶ୍ରମିକମାନଙ୍କୁ ନିଜ ଦେଶକୁ ଫେରିଯିବାକୁ ଅନୁରୋଧ କରିଛନ୍ତି। ହେଲେ ଯେତେବେଳେ କରୋନା ଆସିଲା, ସବୁ କାମଧନ୍ଦା ବନ୍ଦ ହେଇଗଲା। ଆଉ ସେ ଭାଟି ମାଲିକ କହିଲା, ମୁଁ ଆଉ ତମକୁ ଏ କାମରେ ରଖିପାରିବିନି, ତମର ବାକି ପଇସା ଯାହା ଅଛି ନିଅ ଆଉ ଏଠୁ ଚାଲିଯାଅ। ମୋ ମା ତାଙ୍କୁ କଣ କହିଲେ ଜାଣିଛ? ବାବୁ, ମୁଁ ଏ ଛୋଟ ପିଲାଟାକୁ ନେଇ କୁଆଡ଼େ ଯିବୁ ବାବୁ, ମୋତେ ଦୟା କର ବାବୁ। ମା, ଆମେ ଏବେ କଣ କରିବା? ଚିନ୍ତା କରନା, ଆମେ ଓଡ଼ିଶା ଚାଲିଯିବା। ସେଠି ପଖାଳ ଭାତ, ପଖାଳ ଶାଗ ଭଜା ଖାଇ ପେଟ ବସିବା। ହେଲେ ତୁ ମୋତେ କଥା ଦେ, ତୁ ପାଠ ପଢ଼ିବୁ, ବଡ଼ ମଣିଷ ହେବୁ। ହେଇ, ବସ୍ ଆସିଲାଣି, ଚାଲ ଯିବା। ମା, ବସ୍ ଆକ୍ସିଡେଣ୍ଟରେ ମୋ ମା ମରିଗଲା। କରୋନା ନ ହେଇକି ବି ଗରିବୀରେ ମୋ ମା ମରିଗଲା। ମୋ ପାଇଁ ସ୍ୱପ୍ନ ଦେଖି ମୋ ମା ମରିଗଲା। କୁହନ୍ତି ଭଗବାନ ପାପୀକୁ ଦଣ୍ଡ ଦିଅନ୍ତି, ହେଲେ ମୁଁ କି ପାପ କରିଥିଲି? ମୋତେ କାହିଁକି ଏତେ ବଡ଼ ଦଣ୍ଡ ଦେଲେ ଭଗବାନ? ମୁଁ ଯଦି ଆଜି ଜନ୍ମ ହୋଇନଥାନ୍ତି, ମୋ ମା ମୋ ପାଇଁ ଏତେ ବଡ଼ ସ୍ୱପ୍ନ ଦେଖିନଥାନ୍ତା। ହୁଏତ ମୋ ମା ଆଜି ବଞ୍ଚିଥାନ୍ତା, ହେଲେ ମୁଁ ଜନ୍ମ ହେଲି କାହିଁକି? ସେଥିଯୋଗୁଁ ଭଗବାନ ମୋତେ ଏତେ ବଡ଼ ଦୋଷ ଦେଇଛନ୍ତି। ତୁ ବି ବଡ଼ ଅଜବ, ନିଜର ସୁବିଧା ପାଇଁ ଦିଟା ମାଆକୁ ବାଛି ନେଲୁ। ଦେବକୀ କୋଳରେ ଜନ୍ମ ହୋଇ, ଦେବକୀ ଗର୍ଭରୁ ଜନ୍ମ ହୋଇ ଯଶୋଦା କୋଳରେ ଖେଳିଲୁ। ଯଶୋଦା କୋଳରେ ଖେଳୁଥିବା କଣ୍ଢେଇ, ତୁ କଣ ଜାଣିବୁ ମାଆର କୋଳ କଣ? ଆରେ ତତେ ଯେତେବେଳେ ଲହୁଣୀ ନ ମିଳେ ତୁ ଘରେ ବସି ଲହୁଣୀ ଚୋରି କରି ଖାଉ। ମୋତେ କହ, ମୁଁ ମାଆର କ୍ଷୀର ପାଇବି କୋଉଠୁ? ମାଆର ମମତା ମୋତେ ଦବ କିଏ? ଏଇ ମାତୃହରା ଝିଅକୁ କିଏ ଲାଳନ ପାଳନ କରି ପୋଷିବ? ଯା, ମୁଁ ତା ସହ କଥା ହେବିନି। ମୋଠୁ ତୁ କାହିଁକି ଏମିତି ଗଲୁ? ମୋଠୁ ମୋ ମାଆକୁ ତୁ କାହିଁକି ଛଡ଼େଇ ନେଲୁ? ମା, ମୋତେ ତୋ ପାଖକୁ ନେଇଯା ମା।